ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଶେଷରେ ନିରାଶ ହୋଇ ଫେରିଲେ ବଲାଙ୍ଗୀର ସଦର ଥାନାର କର୍ମଚାରୀମାନେ। ଗତ ଜାନୁଆରୀ 12 ତାରିଖରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବା ଫଳରେ ଯାତ୍ରା ଜଗତର ଚର୍ଚ୍ଚିତ ନୃତ୍ୟଶିଳ୍ପୀ ନିଶା ମହାରଣାଙ୍କ ନାଁରେ ବଡ଼ ଧରଣର ଅଭିଯୋଗ ପରେ ଗତ 3 ଦିନ ହେଲା ବଲାଙ୍ଗୀର ସଦର ପୋଲିସ ମହିଳା ଅଫିସରଙ୍କ ସହିତ ଡେରା ପକାଇଥିଲେ ଭୁବନେଶ୍ୱରରେ ଗିରଫ ଦାବିରେ, କିନ୍ତୁ କୌଣସି ସଫଳ ପାଇନଥିଲେ ବଲାଙ୍ଗୀର ପୋଲିସ। ଗତକାଲି ହିଁ ସେମାନେ ନିରାଶ ହୋଇ ଫେରି ଯାଇଥିଲେ। କିନ୍ତୁ ବଡ଼ ପ୍ରଶ୍ନ, ନିଶା ମହାରଣା ଗଲେ କୁଆଡ଼େ? କେଉଁଠି ଲୁଚିଲେ ନିଶା ମହାରଣା? କ'ଣ ସତରେ ବଲାଙ୍ଗୀର ପୋଲିସକୁ ଭୟ କଲେ କି ନିଶା ମହାରଣା? ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଏହି ଫେରିବା ପରେ ଅଫିସରଙ୍କ କୁ ନେଇ ବଡ଼ ପ୍ରଶ୍ନ ଉଠୁଛି। ତ ଭୟରେ ଲୁଚିଗଲେନି ତ ନିଶା ମହାରଣା? ଯଦି ବି ଲୁଚିଲେ, କିନ୍ତୁ ଅଭିଯୋଗ ଯେତେ ଦିନ ଯାଏଁ ଅଛି ସେତେ ଦିନ ପର୍ଯ୍ୟନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଭୟ ମଧ୍ୟ ରହିଛି ନିଶା ମହାରଣାଙ୍କୁ। ସକାଳର ଲାଟେଷ୍ଟ ଅପଡେଟ୍।